ଗୋଟେ କଥା ସମସ୍ତଙ୍କ ସହିତ ସେୟାର କରିବି। ଓଡ଼ିଶାରୁ ମୁଁ ଯେହେତୁ କହୁଛି, ପାଖାପାଖି 25 ବର୍ଷ ଭିତରେ ବା 30 ବର୍ଷ ଭିତରେ ମୁଁ ଶୁଣି ଆସିଛି ରାଜନୀତିର ଚକ୍ରବ୍ୟୂହ ଖେଳରେ ଯେତେ ସରକାର ଆସିଛନ୍ତି ସମସ୍ତଙ୍କର ନୂଆ ନୂଆ ରୂପ, ନୂଆ ନୂଆ କଥା, ନୂଆ ନୂଆ ଢଙ୍ଗରେ କି ଆମେ ରୋଜଗାର ଦେବୁ, ଆମେ ରୋଜଗାର ଦେଇ ଯୁବପିଢ଼ିକୁ ସଦୃଢ଼ କରିବୁ, ଆମେ ଆଇନ ଶୃଙ୍ଖଳାର ବ୍ୟବସ୍ଥାକୁ ଶକ୍ତିଶାଳୀ କରିବୁ, ଆମେ ଗରିବ ଖଟିଖିଆ ଲୋକଙ୍କର ହକ୍କୁ ନିଶ୍ଚିନ୍ତ ଦେବୁ, ଆମେ ବିଜୁଳି ମାଗଣା ଦେବୁ, ରାସ୍ତାଘାଟ ଠିକ୍ କରିବୁ ଏବଂ ଗୋମାତାକୁ ଆମେ ରାଷ୍ଟ୍ରୀୟ ମାତା ରୂପେ ସ୍ୱୀକାର କରିବୁ, ଆମେ ମଦ ବନ୍ଦ କରିବୁ। ଏମିତି ଅନେକ କଥା ଇଲେକ୍ସନ୍ ସମୟରେ ଆସେ। ଖାଲି ମୁଁ ନୁହଁ, ଆପଣମାନେ ମଧ୍ୟ ଏ କଥା ଶୁଣିଥିବେ। ଏ କଥା ଶୁଣିକି କେଉଁଠି ନା କେଉଁଠି ଆପଣଙ୍କ ମନୋବଳ ବି ବଢ଼ିଥିବ କି ହଁ, ଏ ପାର୍ଟିକୁ ଆମେ ଏଥର ଚୟନ କରିବା, ଭୋଟ ଦେଇ ଜିତେଇବା। କିନ୍ତୁ ଠିକ୍ ଇଲେକ୍ସନ୍ ପରେ ସବୁକିଛି ଯେମିତି ସ୍ୱପ୍ନ ଭଳିଆ ଭାଙ୍ଗିଯାଏ। କୌଣସି କଥାର 1% ବି ରହେ ନାହିଁ। ଓଲଟା ଯାହା କହିଥିବେ ତାହାର ଅପରପକ୍ଷରେ ଜୋରଦାର ଆକ୍ଟିଭିଟିଜ୍ ବଢ଼ିଯାଏ। ଆଇନ ବ୍ୟବସ୍ଥା ଛିନମାର ହୋଇଯାଏ। ରାସ୍ତାଘାଟରେ ମର୍ଡର, ରେପ୍, ଶିକ୍ଷା ବ୍ୟବସ୍ଥା ଚୁରମାର ହୋଇଯାଏ। ପିଲାମାନେ ସ୍କୁଲ ଯାଆନ୍ତି ସତ, କିନ୍ତୁ ସେଠି ବସି ବସି ଆସନ୍ତି, କାରଣ ଗରିବର କଥାକୁ ଆଗ ଦେଖିବା ପାଇଁ କାହାର ଶକ୍ତି ନଥାଏ। ଗରିବର ପୁଅ ପାଠ ପଢ଼ିସାରିଲା ପରେ ବାପା ମାଆଙ୍କର ପଇସାକୁ ସେ ପାଠ ପଢ଼ିକି ସାର୍ଟିଫିକେଟ୍ ଧରିସାରିଲା ପରେ ତାପର କାମ ରୁହେ ପୁଅଟି ଚାକିରି କରିବେ। ସେ ପ୍ରତି ମୁହୂର୍ତ୍ତରେ ଚେଷ୍ଟା କଲା ପରେ ମଧ୍ୟ ଚାକିରିଟେ ପାଇନାହିଁ, କାରଣ ପେପର ଲିକ୍, ଡୋନେସନ୍, କରପ୍ସନ୍ ଭିତରେ ତା ସ୍ୱପ୍ନଟି ଜଳାଞ୍ଜଳି ହୋଇଯାଇଥାଏ। ଏସବୁ ଭିତରେ ମଧ୍ୟ ମିଡ଼ିଲ୍ କ୍ଲାସ୍ ଫେର୍ ଭାବେ କିଛି ନୂଆ ଆଶାରେ ସବୁବେଳେ କି ଏଇଠି ମୋର ଭୁଲ ହୋଇଗଲା, ଆଗାମୀ ଦିନରେ ନିଶ୍ଚିନ୍ତ ମୁଁ ଗୋଟେ ଭଲ ଲୋକକୁ ବା ପ୍ରାର୍ଥୀକୁ ଭୋଟ ଦେଇ ଜିତେଇବି, ସେ ଆମ ସ୍ୱପ୍ନକୁ ସାକାର କରିବ। କିନ୍ତୁ ନା ଆଜ୍ଞା, ବର୍ତ୍ତମାନ ସମୟରେ ଆମେ ନିଜକୁ ଫାଇଟ୍ କରିବାକୁ ପଡ଼ିବ। ସବୁ କ୍ଷେତ୍ରରେ ନିଜକୁ ଆମେ ସାମ୍ନା କରିବାକୁ ପଡ଼ିବ, ନହେଲେ ନିଜର ହକ୍ ପାଇଁ କେହି ଆପଣଙ୍କ ସାଥ ଦେବେ ନାହିଁ। ଭିଡ଼ିଓଟି କେମିତି ଲାଗିଲା ନିଶ୍ଚିନ୍ତ କହିବେ। ଆଉ ଏହି ସରକାର 2026 2 ବର୍ଷ ସରକାରରେ ଓଡ଼ିଶାରେ ଆପଣଙ୍କୁ କ'ଣ ବେନିଫିଟ୍ ମିଳିଛି ନିଶ୍ଚିନ୍ତ କହିବେ। ପ୍ରଥମତଃ ସରକାର ଯେତେବେଳେ ଆସିଥିଲେ ଇଲେକ୍ଟ୍ରିକ୍ ବିଲ୍ 300 ୟୁନିଟ୍ ଫ୍ରି ଦେବେ। ମୋତେ କାହିଁ ଲାଗୁନି ଫ୍ରି କେଉଁଠି ମିଳୁଥିବ। ଉଜ୍ଜ୍ୱଳା ଜଳ ଯୋଜନା ଘରେ ଘରେ ପହଞ୍ଚିବ। ମୋତେ କାହିଁ ଲାଗୁନି ଘରେ ଘରେ ଜଳ ଯୋଜନା ଆସି ପହଞ୍ଚିଛି। ପାଇପ୍ ଯୋଗେ ଗ୍ୟାସ୍ ଆସି ପହଞ୍ଚିବ, ତାହା ମଧ୍ୟ ଫେଲ୍ ମାରିଛି। ଆଇନ ଶୃଙ୍ଖଳା ବ୍ୟବସ୍ଥା ସମସ୍ତେ ଜାଣିଛନ୍ତି। ରୋଡ଼ ଉପରେ ମାଡ଼ ହେଉଛି, ରେପ୍ ଦିନରେ ମଧ୍ୟ ଆଇନ ବ୍ୟବସ୍ଥା ଛିନକାର ହେଉଛି। ନିଶ୍ଚିତ ଭାବରେ ଆପଣ ମଧ୍ୟ କମେଣ୍ଟ କରି ଜଣାଇବେ। ଜୟ ଜଗନ୍ନାଥ।